ମାଲକାନଗିରି ସାମ୍ବାଦିକ ହତ୍ୟା ଘଟଣାକୁ ନେଇ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ସଦସ୍ୟ। ଟାଇମ୍ସ ଓଡ଼ିଆ ଚ୍ୟାନେଲରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟ କରୁଥିବା ସାମ୍ବାଦିକ ଶ୍ରୀ ନରେଶ କୁମାରଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରି ଅତି ନୃଶଂସ ଭାବରେ ହତ୍ୟା କରିବାର 7 ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ହାତ ଖାଲି। ମୋଟୁ ଥାନା ଅଧିକାରୀ କହୁଛନ୍ତି ତଦନ୍ତ ଚାଲିଛି। ତେବେ ଘଟଣାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନଜରକୁ ଆଣିଛନ୍ତି ଓଡ଼ିଶା ଡିଜିଟାଲ ମହାସଂଘ ସଦସ୍ୟ। ସଂଗଠନର ରାଜ୍ୟ ସଭାପତି ସତ୍ୟବ୍ରତ ଦାସ, ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନା ନାୟକ, ମିଡିଆ ସଂଯୋଜକ ବର୍ଷା ଦାସ, ବରିଷ୍ଠ ସଦସ୍ୟ ସ୍ଫୁର୍ତ୍ତି ରଞ୍ଜନ ମଲ୍ଲିକ, ପ୍ରଦୀପ ରାଜ, ହରିହର ବେଉରା, ସଂକର୍ଷଣ ମହାପାତ୍ର ପ୍ରମୁଖ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ଯାଇ ଅତିରିକ୍ତ ଡିଜି ପ୍ରତୀକ ମହାନ୍ତିଙ୍କୁ ଭେଟି ସମ୍ପୂର୍ଣ୍ଣ ଘଟଣା ଜଣାଇବା ସହ ଡିଜିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟାଳୟ ସହ ଆଲୋଚନା କରି ଆଗାମୀ 24 ଘଣ୍ଟା ମଧ୍ୟରେ ପଦକ୍ଷେପ ଗ୍ରହଣ ହେବ ବୋଲି ବରିଷ୍ଠ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ସୋନ ନ୍ୟୁଜ୍।